ମୁଁ ଆଶା କରୁଛି ଆପଣ ବହୁତ ବଢ଼ିଆ ଥିବେ, ବହୁତ ଭଲରେ ଥିବେ। ଆଉ ଆକ୍ଚୁଆଲି ଫ୍ୟାମିଲି ବିଷୟରେ ଅଜିତ ଭାଇ ବହୁତ ସୁନ୍ଦର ବାକ୍ୟ କହୁଥିଲେ। ବାକ୍ୟ ସବୁ ତାର ଭିତରେ ପ୍ରବେଶ କରିବୁ ବୋଲି ଭାବୁଥିଲି, କିନ୍ତୁ ଗୋଟେ ପ୍ରଶ୍ନ କରୁଛି, ଯୀଶୁଙ୍କର ମା ବାପା କିଏ ଥିଲେ? ମା ଆଉ ବାପା, ତାପରେ ମରିୟମ ମା ଥିଲେ, ଯୋସେଫ ହେଉଛନ୍ତି ବାପା ଥିଲେ। ଠିକ ଅଛି, ଏଇଟା ସଂସାରର ନିୟମ ଅନୁସାରେ ମା ବାପା ଥିଲେ। ସତ୍ୟ ଭାବରେ ସେମାନେ ମା ବାପା ନଥିଲେ, ସତ୍ୟ ଭାବରେ ସ୍ୱୟଂ ପିତା ପରମେଶ୍ୱର ଥିଲେ। ତେଣୁ ବାଇବଲରେ ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ସେ ଯେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ, ଯୋସେଫ କହୁଛି ମୋର ପୁଅ, ପରମେଶ୍ୱର କହୁଛନ୍ତି ମୋର ପୁଅ, ହେଲେ କାହା ପୁଅ ହେଇଥିଲେ ସେ? ପରମେଶ୍ୱର ପୁଅ। କିନ୍ତୁ ଦୁନିଆରେ ଗୋଟେ ନିୟମ ଅଛି, ଦୁନିଆରେ ଯିଏ ବି ଜନ୍ମ ହେବା ପାଇଁ ହେଲେ ସ୍ୱର୍ଗରେ ଡାଇରେକ୍ଟ ମିଳିପାରିବେ ନାହିଁ, ତାଙ୍କୁ ଗୋଟେ ମନୁଷ୍ୟ ମାଧ୍ୟମ ଦେଇ ଆସିବାର ଅଛି। ସ୍ୱୟଂ ସେ ପ୍ରଭୁ ହେଲେ ମଧ୍ୟ ତାଙ୍କୁ ଗୋଟେ ମନୁଷ୍ୟ ଥ୍ରୋକୁ ଆସିପାରିବେ। ଏଇଟା ହେଉଛି ଦୁନିଆର ନିୟମ। ଯଦି ପ୍ରଭୁ ଆସିବେ ଡାଇରେକ୍ଟ ଆସି ଦର୍ଶନ ଦେବେ ପଳାଇବେ, କିନ୍ତୁ ପୃଥିବୀରେ ଯେ ରହିବା ପାଇଁ ଆସିବ ବୋଲି କହିଲେ ଗୋଟେ ମନୁଷ୍ୟର ଥ୍ରୋରୁ ହିଁ ଆସିବାର ଅଛି। ଏଇଟା ସୃଷ୍ଟିର ଗୋଟେ ନିୟମ। ସେ ନିୟମକୁ ପ୍ରଭୁ ପାଳନ କରନ୍ତି, ପିତା ସ୍ୱୟଂ ପରମେଶ୍ୱର ପାଳନ କରନ୍ତି। ଯଦି ପରମେଶ୍ୱର ନିୟମକୁ ପାଳନ କରୁଛନ୍ତି ଆମେ ତାଠୁ ଅଧିକ ନିୟମ ପାଳନ କରିବା ଦରକାର ଅଛି। ଆମେନ୍, ହାଲେଲୁୟା। ତ ସେ ବଢିଆ ଗୋଟେ ଫ୍ୟାମିଲି ବିଷୟରେ ବାକ୍ୟ କହୁଥିଲେ। ଯାହା ବି ହଉ, ମରିୟମର ଅର୍ଥ କଣ ଜାଣିଛନ୍ତି? ମରିୟମ ଯୋସେଫର ଅର୍ଥ ହେଲା ବଢିବା, ମରିୟମର ଅର୍ଥ ହେଲା ଦୁଃଖର ସମୁଦ୍ର। ମରିୟମ ନାଁ ଯୋଉଟା ଅଛି ସେ ନାଁର ଅର୍ଥ ହେଉଛି ଦୁଃଖର ସମୁଦ୍ର। ଯୋସେଫର ଯୋଉ ଅର୍ଥ ଅଛି ବର୍ଦ୍ଧିଷ୍ଣୁ ହେବା। ସ୍ୱାମୀ ଆଉ ସ୍ତ୍ରୀ, ଯୋସେଫ ମରିୟମ, ସ୍ତ୍ରୀ ଦୁଃଖର ସମୁଦ୍ର, ଯୋସେଫ ହେଉଛି ବର୍ଦ୍ଧିଷ୍ଣୁ ହେବା। ଜାଣି ରଖନ୍ତୁ, ମରିୟମର ଗର୍ଭରେ ଯୀଶୁ ଜନ୍ମ ନେଲେ, ତାର ମାନେ ଦୁଃଖର ଜାଗାରେ ପ୍ରଭୁ ଆନନ୍ଦକୁ ଜନ୍ମ କରାଇଲେ। ଯଦି ଆପଣ ମାନେ କେହି କିଛି ଦୁଃଖରେ ବି ରହୁଛନ୍ତି, ଆପଣଙ୍କର ଦୁଃଖର ଜାଗାରେ এই জন্ম পর্বরে প্রভু স্বর্গীয় আনন্দକୁ জন্ମ କରାଇବେ। ଆମେନ୍। ମରିୟମ ଜାଗାରେ ଦୁଃଖ ଥିଲା, କିନ୍ତୁ ତାର ଭିତରେ ଆନନ୍ଦ ଦେବା ପ୍ରଭୁ ଥିଲେ। ଆଜି ଅନେକ ଭଉଣୀମାନେ କିଏ ତ ଆପଣ ସ୍ୱାମୀକୁ ନେଇ, କିଏ ତ ଆପଣ ପରିବାରକୁ ନେଇ, ମଣ୍ଡଳୀ ଆପଣ କିଛି ପରିସ୍ଥିତିକୁ ନେଇ, କିଏ ସମାଧିକୁ ନେଇ ଦୁଃଖରେ ଅଛ। ଦୁଃଖରେ ଥିବା ବ୍ୟକ୍ତିର ଭିତରେ ଆନନ୍ଦ ଦେବା ପ୍ରଭୁ ଆଜି ଜନ୍ମ ନେଉଛନ୍ତି। ଆମେନ୍। ଯୋସେଫର ଅର୍ଥ ହେଲା ବର୍ଦ୍ଧିଷ୍ଣୁ ହେବା। ଠିକ ଅଛି, ଯୋସେଫ ଆଉ ମରିୟମର ଜୀବନ କେମିତି ଥିଲା? ଅଜିତ ଭାଇ କହିଥିଲି କେମିତି ଥିଲା କହିଲେ? ଯୋସେଫ ଧାର୍ମିକ ଥିଲା, ମରିୟମ ବି ଧାର୍ମିକ ଥିଲା। ଧାର୍ମିକ ଲୋକର ଜୀବନ ଶୈଳୀ ଅଲଗା। ଯୋସେଫ ଧାର୍ମିକ ଥିବା ହେତୁ ସ୍ତ୍ରୀ ଗର୍ଭବତୀ ଅଛି ବୋଲି ଶୁଣିଲା ପରେ ମଧ୍ୟ ଛାଡ଼ବା ପାଇଁ ଇଚ୍ଛା କଲା, କିନ୍ତୁ ଡିକ୍ଲେରଲି ଛାଡ଼ବା ପାଇଁ ଇଚ୍ଛା କଲା ନାହିଁ। କହିଲା ଯେ ଗୋଟେ ଝିଅ ତାର ଇଜ୍ଜତକୁ ବରବାଦ କରିବାଟା ମୋ ପାଇଁ ବହୁତ ଭୁଲ ହେଇଯିବ। ସେ ଝିଅର ଇଜ୍ଜତକୁ ରକ୍ଷା କରିବାର ଅଛି। ପ୍ରକାଶରେ ତାଙ୍କୁ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନଥିଲା, ବୋଲେ ଲୋକଙ୍କ ସାକ୍ଷାତରେ ତାକୁ ନିନ୍ଦନୀୟ ବୋଲି ପ୍ରକାଶ କରିବା ପାଇଁ ଇଚ୍ଛା କଲେ ନାହିଁ। ଯେମିତିକି ମରିୟମ ଗୋଟେ ଭଲ ଝିଅ ବୋଲି ତାକୁ ଧୀରେ ଧୀରେ ସାଇଡ୍ ହେବା ପାଇଁ ଇଚ୍ଛା କଲେ। ଆଜି ଡେଟ୍ରେ ବହୁତ ସ୍ୱାମୀ ଯଦି ଥିବା, ସ୍ତ୍ରୀ ଯଦି କୌଣସି ଭୁଲ କରେ, ତାର କଥାକୁ ଆମେ ବଜାର ଜାଗାରେ ଆମେ ପ୍ରକାଶ କରିବା। କିନ୍ତୁ ଯୋସେଫ ଏମିତି ଗୋଟେ ସ୍ୱାମୀ ଥିଲା, ନିଜର ସ୍ତ୍ରୀର ଭୁଲକୁ ଲୁଚାଉଥିଲା, କାରଣ ସେ ଧାର୍ମିକ ଥିଲା। ଧାର୍ମିକ ବ୍ୟକ୍ତି ସବୁବେଳେ ଅନ୍ୟର ଭୁଲକୁ ଢାଙ୍କିଥାଏ, ଅନ୍ୟର ଭୁଲକୁ ଢାଙ୍କିଥାଏ। ସ୍ୱାମୀ ସ୍ତ୍ରୀ ଭିତରେ କଳି ବିବାଦ କାହିଁକି ବଢ଼େ? ଏହି ଗୋଟେ କାରଣ। ସ୍ୱାମୀର ଭୁଲକୁ ସ୍ତ୍ରୀ ଗୋପନ କରିପାରିବ ନାହିଁ, ସ୍ତ୍ରୀର ଭୁଲକୁ ସ୍ୱାମୀ ଯଦି ଗୋପନ କରିପାରିବ ନାହିଁ,
तार माने प्रकाश जेतेबेले करबे जो लोक पाखे हमें प्रकाश करू से लोक केबे भी आपन परिवार सपोर्ट करथिबो बोली कोन 100% गारंटी अछि। बहुत लोग प्रभु को पाई छी, प्रभु और मनुष्य भितर डिफरेंट एटा। प्रभु जहा हृदय रे रखिबे ताहा पाटी रे कहबे, मनुष्य पाटी रे गोटे कथा कहबो हृदय रे गोटे कथा रहबे। मनुष्य स्वतंत्र अलगा, मनुष्य प्रभु परि नुहे। मनुष्य पाटी रे हालेलुया प्रेज द लॉर्ड आमेन केति अछो बढ़िया तुम बहुत बढ़िया बोलियो पछरे से बदमाश हृदय रे गोटे थियो पाटी रे गोटे कथा थियो एटा छै मनुष्य।